କେତେ କଣ ଭାବିଥିବି। ଅଣ୍ଡାରୁ ଛୁଆ ବାହାରିଲେ ମୁଁ ତାର କେତେ ଯତ୍ନ ନେଇଥାନ୍ତି। ମୁଁ ତ ତା ପାଇଁ ଗରମ ପୋଷାକ ବି କିଣି ଦେଇଥିଲି। ହେଲେ କୋଉ ଦୁଷ୍ଟ ଚୋର ଆସି ମୋ ଅଣ୍ଡାକୁ ଖାଇଦେଲା। ଏବେ ମୁଁ କଣ କରିବି କିଛି ବି ଜାଣିପାରୁନି। ମିନୁ, ତୁ ଜମା ବି କାନ୍ଦିନି। ମୁଁ ତ ଆଖିରେ ଲୁହ ଜମା ବି ଦେଖି ପାରିବିନି। ମୁଁ ଯେବେଠୁ ଶୁଣିଲି ତୋ ଅଣ୍ଡା କିଏ ନେଇଯାଇଛି, ମୁଁ ତାପରଠୁ ନିଦ ବି ମୋ ଆଖିରେ ଟିକେ ହେଇନି। ମୁଁ କେମିତି ତୋ ପାଖକୁ ଆସି ତତେ ଟିକେ ଦେଖା କରିବି। କେଜାଣି କୋଉ ଦୁଷ୍ଟ ଏ କାମ କଲା। ମୁଁ ତ ଆମ ଘରେ ଗୋଟେ ବହୁତ ବଡର ବାଡିଟେ ରଖିଛି। ସେ ଚୋର ଯୋଉଦିନ ଧରା ପଡିବ କି ଆମ ଘରକୁ ଆସିବ, ମୁଁ ତାକୁ ବହୁତ ସାରା ପିଟିବି। ମିନୁ, ଯାହା ତ ହେଲା ହେଲା, ତୁ ଆଉ ମନ ଦୁଃଖ କରେନି। ତୁ କାଲିକି କଥା ଚିନ୍ତା କର। ସେଇ ଅଣ୍ଡା ଚୋର ତ ଆମ ଜଙ୍ଗଲରେ ଥିବ। ଦିନେ ନା ଦିନେ ତ ଧରା ପଡିବ ନା। ତାପରେ ଆମେ ସମସ୍ତେ ମିଶି ସେ ଅଣ୍ଡା ଚୋରକୁ ବହୁତ ପିଟିବା। ତୁ ଜମା ବି ମନ ଦୁଃଖ କରନି ମିନୁ। ଆମେ ସମସ୍ତେ ତୋ ସହିତ ଅଛୁ ନା। ମୋ ଅଣ୍ଡା, ମୋ ଅଣ୍ଡା। ସେ ମିନୁ ଚଢେଇ କେମିତି କହୁଥିଲା, ମତେ ତ ବହୁତ ହସ ଲାଗୁଥିଲା ପିଣ୍ଟୁ। ମୁଁ ମୋ ହସକୁ ବହୁତ କଷ୍ଟରେ ରୋକିଥିଲି, ନହେଲେ ତ ମୁଁ ସେଇଠି ଫେଇକିନା ହସି ଦେଇଥାନ୍ତି। ହେଲେ ଚିଣ୍ଟି, ଗୋଟିଏ କଥା ତ ମାନିବାକୁ ପଡିବ, ସେ ମିନୁ ଯେମିତି ମୋଟି, ତା ଅଣ୍ଡା ବି ସେମିତି ମୋଟାଟେ ଥିଲା। ଦେଖୁନ, ଗୋଟିଏ ଅଣ୍ଡାରେ ଆମ 2 ଜଣଙ୍କର ପେଟ କେମିତି ପୁରା ପୁରିଗଲା। ଏଇଟା ତ ପୁରା ସତ କଥା କହିଲ ପିଣ୍ଟୁ। କିନ୍ତୁ ସେ ଅଣ୍ଡାର ସୁଆଦ ସବୁ ଅଣ୍ଡା ଠାରୁ ନିଆରା ଥିଲା। ମତେ ତ ଭାରି ସୁଆଦିଆ ଲାଗିଲା। ହଉ ଚିଣ୍ଟି, ତୁମେ ଏବେ ଶୋଇପଡ। ରାତି ତ ଅଧିକ ହୋଇଗଲାଣି। କାଲି ଆମେ ସକାଳେ ଏ ବିଷୟରେ କଥା ହେବା। ପରଦିନ ସକାଳ ହୋଇଯାଏ। ପିଣ୍ଟୁ, ଆଜିର ଯୋଜନା କଣ? ଆଜି ଆମେ କାହା ଅଣ୍ଡା ଚୋରି କରିବା? ଚିଣ୍ଟି, ତୁମେ ଆଗେ ଯାଅ ଜଙ୍ଗଲରେ ଉଡି ଉଡି ସମସ୍ତଙ୍କ ବସାକୁ ଦେଖିବ କାହା ବସାରେ ଅଣ୍ଡା ଅଛି। ତାପରେ ଯାଇ ଆମେ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରିବା। ପିଣ୍ଟୁ, ତୁମେ ଜମା ବି ବ୍ୟସ୍ତ ହୁଅନି। ମୁଁ ଏବେ ସଙ୍ଗେ ସଙ୍ଗେ ଯାଉଛି। ବୁଲି ବୁଲି ଦେଖିବି କାହା ବସାରେ ଅଣ୍ଡା ଅଛି। ତାପରେ ଆମେ ଯୋଜନା କରିବା କାହା ବସାରୁ କେମିତି ଅଣ୍ଡା ଚୋରି କରିବା। ଚିଣ୍ଟି କାଉ ଖୋଲା ଆକାଶରେ ଉଡ଼ିବାକୁ ଲାଗିଲା। ଏମିତି ଉଡୁ ଉଡୁ କିଛି ବାଟ ଗଲା ପରେ ତାକୁ ଗୋଟେ ଗଛ ଉପରେ ଅଣ୍ଡାଟିଏ ମିଳିଗଲା। ଆରେ, ଅଣ୍ଡା ତ ମିଳିଗଲା। ହେଲେ ଏ ଅଣ୍ଡା କୋଉ ଚଢ଼େଇର ମତେ ଜାଣିବାକୁ ହବ। ଏମିତି କହି ଚିଣ୍ଟି କାଉ ଲୁଚି କରି ସେ ଗଛ ଡାଳରେ ବସିକି ରହିଲା। ଆଉ ଦେଖିଲା କିଛି ସମୟ ପରେ ଗୋଟେ ପାରା ଆଉ ତା ସ୍ତ୍ରୀ ଆସି ସେଇ ବସା ପାଖରେ ପହଞ୍ଚିଗଲେ। ଶୁଣ, ଆମେ 2 ଜଣ ମିଶି ଏକା ସାଙ୍ଗରେ ପାଣି ପିଇବାକୁ ଯିବା ନାହିଁ। ଜଣେ ଏଠି ରହି ଅଣ୍ଡାକୁ ଜଗିବ, ଆଉ ଜଣେ ପାଣି ପିଇକି ଆସିବ। ଏମିତି ମୁଁ ପାଣି ପିଇବାକୁ ଗଲେ ତୁମେ ଜଗିବ, ତୁମେ ଜଗିଲେ ମୁଁ ପାଣି ପିଇବାକୁ ଯିବି। ତାହେଲେ ଏଇ ଅଣ୍ଡା ହେଉଛି ଏ ପାରା 2 ଜଣଙ୍କର। ମୁଁ ଜଲ୍ଦି ଯାଇ ପିଣ୍ଟୁଙ୍କୁ ଏଇ କଥା କହୁଛି। ତାପରେ ଅଣ୍ଡା ପାଟିଟେ ହବ। ଆଉ ତାପରେ ଚିଣ୍ଟି କାଉ ଜଲ୍ଦି ଜଲ୍ଦି ଉଡ଼ି ପିଣ୍ଟୁ କାଉ ପାଖକୁ ଚାଲିଯାଏ। ପିଣ୍ଟୁ, ମିଳିଗଲା। ମତେ ତ ଆଜି ଅଣ୍ଡା ମିଳିଗଲା। ଜାଣିଛ କୋଉଠି ମିଳିଲା? ବବ୍ଲୁ ପାରା ବସାରେ ଅଣ୍ଡା ମିଳିଗଲା। ସେ 2 ଜଣ ସ୍ୱାମୀ ସ୍ତ୍ରୀ ତାଙ୍କ ଅଣ୍ଡାକୁ ଜଗିଛନ୍ତି, କାଳେ ତାଙ୍କ ଅଣ୍ଡା ଚୋରି କରି ନେଇଯିବ।
ସେ ଥୋଡ଼ି ନା ଜାଣିଛନ୍ତି ଅଣ୍ଡା ଚୋର କିଏ। ଚିଙ୍କି, ଆମକୁ ଅଣ୍ଡା ଖାଇବାକୁ ହେଲେ ଆମକୁ ଅତି ସତର୍କତାର ସହିତ ଅଣ୍ଡାକୁ ଚୋରି କରିବାକୁ ହେବ, ଯେମିତି କୋଉ ଚଢ଼େଇ ଆମକୁ ସନ୍ଦେହ ନ କରନ୍ତି। ଆମକୁ ସବୁଦିନ ପରି ଯେମିତି ଏଥର ବି ଅଣ୍ଡା ଚୋରି କରିବାକୁ ପଡିବ, ଯେମିତି କାହା ନଜରରେ ଆମେ ଆସିବାନି। ପିଣ୍ଟୁ, ତାହେଲେ ବି ଆମକୁ କଣ କରିବାକୁ ହେବ? ଚିଣ୍ଟି, ମୁଁ ସବୁ ଯୋଜନା କରିସାରିଛି। ମୁଁ ଯେମିତି କହିବି ତୁମେ ଖାଲି ସେମିତି ହିଁ କରିବ। ଏମିତି କହି ପିଣ୍ଟୁ କାଉ ବବ୍ଲୁ ପାରା ପାଖକୁ ଉଡ଼ିଯାଏ। ଆରେ ବବ୍ଲୁ, ତୁ ଜାଣିଛୁ କି ନାହିଁ, ଆଉ କିଛି ଦିନ ଗଲେ ପୁରା ଜଙ୍ଗଲରେ ବରଫ ବର୍ଷା ଆରମ୍ଭ ହୋଇଯିବ। ବରଫ ବର୍ଷା ଆରମ୍ଭ ହୋଇଗଲେ ଖାଦ୍ୟ ଖୋଜିବା ଭାରି କଷ୍ଟକର ପାଠ ହୋଇଯିବ। ହଁ ପିଣ୍ଟୁ, ମୁଁ ବି ଶୁଣିଥିଲି ଆଉ କିଛି ଦିନ ଗଲେ ବରଫ ବର୍ଷା ହେବ ବୋଲି। ବବ୍ଲୁ, ଆଉ କିଛି ଦୂର ଗଲେ ଗୋଟିଏ ଆମ୍ବ ଗଛଟିଏ ଅଛି। ସେଠି ଭାରି ପାଚିଲା ପାଚିଲା ଆମ୍ବ ଅଛି। ମୁଁ ତ ସେଇଠିକି ଯାଉଛି, କିଛି ଆମ୍ବ ନେଇକି ଆସିବି। ତୁମେ ଦୁଇ ଜଣ ବି ମୋ ସହିତ ଆସ। ନାଇଁ ପିଣ୍ଟୁ ଭାଇ, ଆମେ ଦୁଇ ଜଣ ଏକା ସାଙ୍ଗରେ ଅଣ୍ଡାକୁ ଛାଡ଼ି ଯାଇପାରିବୁ ନାହିଁ। ତୁମେ ତ ଜାଣିଛ ଆଜିକାଲିକା କଥା, ଅଣ୍ଡା କିଏ ଚୋରି କରି ନେଇଯାଉଛି। ସେଥିଲାଗି ଆମେ ଦୁଇ ଜଣ ଭାବିଛୁ ଆମେ ଦୁଇ ଜଣ ଏକା ସାଙ୍ଗରେ ମିଶି ଜମା ବି କୁଆଡେ ଯିବୁନି ଆମ ଅଣ୍ଡାକୁ ଛାଡିକି। ପିଣ୍ଟୁ, ତୁ ଚାଲ, ମୁଁ ତୋ ସହ ଏକୁଟିଆ ଯିବି। ହେଲେ ବବ୍ଲୁ, ତୁ ତ ଏକା ଗଲେ ଗୋଟିଏ କି ଦୁଇଟା ଆମ୍ବ ସାଙ୍ଗରେ ଆଣିପାରିବୁ, ଅଧିକ ତ ତୁ ଆଣିପାରିବୁନି। ଆଉ କିଛି ଦିନ ଗଲେ ତୋ ଅଣ୍ଡାରୁ ଛୁଆଟିଏ ବାହାରିବ। ତୋ ସ୍ତ୍ରୀକୁ ସାଙ୍ଗରେ ନେଇ ଚାଲ, ଅଧିକ କରି ଆମ୍ବ ନେଇ ଆସିବୁ। ବରଫ ବର୍ଷା ହେଲେ ସବୁଆଡେ ତ ବରଫ ହୋଇଯାଇଥିବ, ତୋର କିଛି ଆଉ ଚିନ୍ତା ନଥିବ। ଘରେ ତ ତୋର ଖାଦ୍ୟ ଥିବ, ଆରାମସେ ସ୍ୱାମୀ ସ୍ତ୍ରୀ ଛୁଆ ମହା ଆନନ୍ଦରେ ଖାଇବ। ଚାଲ, ତୋ ସ୍ତ୍ରୀକୁ ସାଙ୍ଗରେ ନେଇକି ଚାଲ। ବବ୍ଲୁ ପାରା ଆଉ ତା ସ୍ତ୍ରୀ ପିଣ୍ଟୁ କାଉ କଥାରେ ଆସିଯାଆନ୍ତି। ସେମାନେ ପିଣ୍ଟୁ କାଉ ସାଙ୍ଗରେ ଆମ୍ବ ଆଣିବାକୁ ଉଡ଼ିଯାଆନ୍ତି। କିଛି ସମୟ ପରେ ଚିଣ୍ଟି କାଉ ବବ୍ଲୁ ପାରା ବସାରେ ଆସି ପହଞ୍ଚିଯାଏ। ସେ ଆଡକୁ ସାଡକୁ ଅନାଏ, କାଳେ ତାକୁ କିଏ ଦେଖୁଛି କି। ସେ ସୁଯୋଗଟି ପାଇ ବବ୍ଲୁ ପାରାର ଅଣ୍ଡାକୁ ନେଇ ଉଡ଼ିଯାଏ। ଶୁଣ, ତମେ ଜଲ୍ଦି ଜଲ୍ଦି ସେଓ ଖାଅ। ମତେ ତ ଆମ ଅଣ୍ଡାର ଚିନ୍ତା ହଉଛି। ସେଠି ଆମ ଅଣ୍ଡା ଏକୁଟିଆ ଥିବ, କଣ ଯେ ହଉଥିବ ତା ସହିତ ମତେ ଭାବିକି ଡର ଲାଗୁଛି। ତମେ ଜଲ୍ଦି ଖାଅ। ମୁଁ ତ ଆମ୍ବ ଖାଇସାରିଲିଣି, ଆଉ ଦୁଇଟା ତୋଳିକି ରଖିଛି। ତୁମେ ବି ଦୁଇଟା ତୋଳି ନିଅ, ଆମେ ଜଲ୍ଦି ଜଲ୍ଦି ଆମ ବସାକୁ ଫେରିଯିବା। ଆରେ ପିଣ୍ଟୁ, ତୁ ତ ଜମା ଆମ୍ବ ଖାଉନୁ, କଣ ହେଇଛି କି ତୋର? ଆରେ ବବ୍ଲୁ, ମୋ ପେଟ ତ ଭରିକି ଅଛି। ମତେ ତ ସେମିତିରେ ଆମ୍ବ ଖାଇବାକୁ ଜମା ବି ଭଲ ଲାଗେନି। ମୁଁ ଖାଲି ତୁମ ମାନଙ୍କ ପାଇଁ ଏଠିକି ଆସିଛି। ତାପରେ ବବ୍ଲୁ ପାରା ଆଉ ତା ସ୍ତ୍ରୀ ଦୁଇଟି ଲେଖା ଆମ୍ବ ଧରି ତାଙ୍କ ବସା ଆଡେ ଉଡ଼ିଯାଆନ୍ତି। ମୁଁ କଣ ଏତେ ବୋକା ହେଇଛି ଯେ ଆମ୍ବ ଖାଇବି? ମୁଁ ତ ତୁମ ଦୁଇ ଜଣଙ୍କର ସେ ସୁଆଦିଆ ଅଣ୍ଡା ଖାଇବି, ଆଉ ପେଟ ପୁରେଇବି। ଏମିତି କହି ପିଣ୍ଟୁ କାଉ ଜଲ୍ଦି ଜଲ୍ଦି ତା ଘର ଆଡକୁ ଉଡ଼ିଯାଏ। ଆରେ, ଆମ ଅଣ୍ଡା କୁଆଡେ ଗଲା? ଆମ ଅଣ୍ଡା ତ ଏଇଠି ଥିଲା। ଆମ ଅଣ୍ଡାକୁ କିଏ ନେଇଗଲା? ମତେ ଯୋଉ କଥାକୁ ଡର ଥିଲା ସେଇ କଥା ହେଲା। ମୁଁ ତ ପ୍ରଥମରୁ ମନା କରୁଥିଲି ମୁଁ ଯିବିନି ବୋଲି, ହେଲେ ତୁମେ କହିଲ ଚାଲ, କିଛି ହବନି। ଦେଖ ଏବେ କଣ ହେଇଗଲା, ମୋ ଅଣ୍ଡା କୁଆଡେ ପଳେଇଗଲା। କିଏ ନେଇଗଲା ମୋ ଅଣ୍ଡାକୁ? ଏମିତି ବବ୍ଲୁ ପାରା ଆଉ ତା ସ୍ତ୍ରୀ ବସି କାନ୍ଦୁଥାନ୍ତି। ତାଙ୍କ କାନ୍ଦ ଶୁଣି ମିନୁ ଚଢ଼େଇ, ଟିକି ଚଢ଼େଇ ଆଉ ମିଟୁ ଶୁଆ ଆସି ପହଞ୍ଚିଗଲେ। ପିଣ୍ଟୁ,
ତମେ ଜଲ୍ଦି ସେ ଏଇ ଅଣ୍ଡାଟିକୁ ଭାଙ୍ଗ। ମୁଁ ତ ଆଉ ଅପେକ୍ଷା କରିପାରୁନି। ତୁମେ ଜଲ୍ଦି ଭାଙ୍ଗ, ଏ ଅଣ୍ଡା ଆମେ ଜଲ୍ଦି ସେ ଖାଇବା। ତାପରେ ପିଣ୍ଟୁ କାଉ ତାର କାମ ଆରମ୍ଭ କରେ। ସେ ତା ଥଣ୍ଟରେ ଅଣ୍ଡାଟିକୁ ଫଟେଇ ଦିଏ। ଚିଣ୍ଟି, ଏଇ ଦେଖ, ଅଣ୍ଡା ଫାଟିଗଲା ଆଉ ଆମର ପାର୍ଟି ଆରମ୍ଭ ହୋଇଗଲା। ତାପରେ ସେ ଦୁଇ ଜଣ ଜଲ୍ଦି ଜଲ୍ଦି ପାରାର ଅଣ୍ଡାକୁ ଖାଇ ଦିଅନ୍ତି। ଚିଣ୍ଟି, ଅଣ୍ଡା ଖାଇକି ତ ମଜା ଆସିଗଲା। ଚାଲ ଆମେ ଏବେ ସେମାନଙ୍କ ପାଖକୁ ଯାଇ ମିଛି ମିଛିକା କାନ୍ଦ କାନ୍ଦିବା। ପିଣ୍ଟୁ, ତୁମେ ଜମା ବି ଚିନ୍ତା କରନି। ମୁଁ ସେମାନଙ୍କ ଆଗରେ ଏମିତି କାନ୍ଦିବି ଯେ ସେମାନେ ଆମ ଉପରେ ଟିକେ ବି ସନ୍ଦେହ କରିପାରିବେନି। ଏମିତି କଥା ହୋଇ ପିଣ୍ଟୁ କାଉ ଆଉ ଚିଣ୍ଟି କାଉ ତାଙ୍କ ଘରୁ ବାହାରି ପଡନ୍ତି। କାଲି ମିନୁର ଅଣ୍ଡା ଚୋରି ହେଇଥିଲା ଆଉ ଆଜି ତୁମ ଅଣ୍ଡା। କେଜାଣି କାଲି ପୁଣି କାହା ଅଣ୍ଡା ଚୋରି ହବ? ଏକଥା ଭାବି ମତେ ଭାରି ଡର ଲାଗୁଛି। ଆମକୁ ଗୋଟେ କିଛି କରିବାକୁ ହେବ। ସେତିକି ବେଳେ ପିଣ୍ଟୁ କାଉ ଆଉ ଚିଣ୍ଟି କାଉ ଆସି ସେଠି ପହଞ୍ଚିଗଲେ। ପାରା ଭଉଣୀ, ସତରେ ମତେ ଭାରି ଦୁଃଖ ଲାଗୁଛି। ମୁଁ ଯେମିତି ଶୁଣିଲି ତମ ଅଣ୍ଡାକୁ କିଏ ନେଇଯାଇଛି। ପିଣ୍ଟୁଙ୍କର ମୋର ଆମେ ଜଲ୍ଦି ଜଲ୍ଦି ଏଠିକି ଚାଲି ଆସିଲୁ। ପିଣ୍ଟୁ, ଆମେ ଯଦି ତୋ ସାଙ୍ଗରେ ମିଠା ଆମ୍ବ ଆଣିବାକୁ ନ ଯାଇଥାନ୍ତୁ ତାହେଲେ ଆମ ଅଣ୍ଡା ଆଜି ବୋଧେ ସୁରକ୍ଷିତ ଥାନ୍ତା। ବବଲୁ, ତୁ ଯଦି ମତେ ଦୋଷୀ ବୋଲି ଭାବୁଛୁ ମୁଁ ତତେ କ୍ଷମା ମାଗୁଛି। ମତେ କ୍ଷମା କରିଦେ। ହେଲେ ବଞ୍ଚିବା ପାଇଁ ତ ଆମକୁ ଖାଦ୍ୟ ଆଣିବାକୁ ପଡିବ ନା? କିଏ ସେ ଦୁଷ୍ଟ ଯିଏକି ମୋ ବବଲୁ ଭାଇର ଅଣ୍ଡାକୁ ଚୋରେଇ ନେଲା? ଏ ଦୁଷ୍ଟ ଚୋର, ମୋ ବବଲୁ ଭାଇର ଅଣ୍ଡାକୁ ତୁମେ ଫେରେଇ ଦିଅ। ତୁମେ ଦୟାକରି ଫେରେଇ ଦିଅ। ଚିଣ୍ଟି ଭଉଣୀ, ତୁମେ ଜମା ବି କାନ୍ଦନି। ଦେଖିବ ସବୁ କିଛି ଠିକ ହେଇଯିବ। ଚୋର ଘର କଣ ସବୁବେଳେ ଅନ୍ଧକାର ଥାଏ? ଦିନେ ନା ଦିନେ ତ ସେ ଚୋର ଧରା ପଡିବ ନା। ସେତେବେଳେ ଆମେ ସମସ୍ତେ ମିଶିକି ସେ ଚୋରକୁ ଦଣ୍ଡ ଦେବା। ସେ ଯୋଉ ସବୁ କୁକର୍ମ କରୁନି ତା ଫଳ ସେ ନିଶ୍ଚିତ ପାଇବ। ଆଜିଠୁ ଆଉ ଏମିତି ହବନି। ତୁମେମାନେ ଯେତେବେଳେ ଖାଦ୍ୟ ଆଣିବାକୁ ଯିବ ମୁଁ ଉପରେ ଥାଇ ତୁମମାନଙ୍କ ବସା ଉପରେ ନଜର ରଖିବି। ମୁଁ ଦେଖିବି କିଏ ସେ ଅଣ୍ଡା ଚୋରି କରୁଛି ଆଉ କେମିତି ସେ ଚୋରି କରୁଛି। ଆଜିଠୁ ତୁମେମାନେ ଅଚିନ୍ତାରେ ରୁହ। ଏବେ ଏଇ ଯୋଉ ମିଟିଂଟା ସମାପ୍ତ କର, ନିଜ ନିଜ ଘରକୁ ଯାଅ। ମିଟୁ ଶୁଆର କଥା ସମସ୍ତଙ୍କ ମନକୁ ପାଇଯାଏ। ଯେତେବେଳେ ସମସ୍ତେ ଖାଦ୍ୟ ଆଣିବାକୁ ଯାଆନ୍ତି ମିଟୁ ଶୁଆ ଆକାଶରେ ଉଡ଼ି ଉଡ଼ି ସମସ୍ତଙ୍କ ବସା ଉପରେ ନଜର ରଖେ। ପିଣ୍ଟୁ, ଅଣ୍ଡା ଖାଇ ଖାଇ ମୋର ତ ଗୋଟେ ଅଭ୍ୟାସରେ ପରିଣତ ହୋଇଗଲାଣି। ଆଜି ଯଦି ମତେ ଅଣ୍ଡା ନ ମିଳିବ ମତେ ଲାଗୁଛି ମୁଁ ବୋଧେ ଆଜି ମରିଯିବି। ଏ ମୋଟା ଥଣ୍ଟ ବାଲା ମିଟୁ ପାଇଁ ସବୁ ହେଲା। ଆମେ ତ ସମସ୍ତଙ୍କ ବସାରୁ ଅଣ୍ଡା ଖାଇ ଦଉଥିଲେ ଆଉ ଧରା ବି ପଡୁନଥିଲେ। ପିଣ୍ଟୁ, ଚାଲ ଆମେ ଆରପଟ ଜଙ୍ଗଲକୁ ଯିବା। ସେଠିକୁ ଚଢ଼େଇ ବସାରୁ ଅଣ୍ଡା ଖାଇ ଫେରି ଆସିବା। ଆଉ ଇଏ ମିଟୁ ଶୁଆ କଣ କିଛି କରେଇଦବ? ଏମିତି କଥା ହୋଇ ଚିଣ୍ଟି କାଉ ଆଉ ପିଣ୍ଟୁ କାଉ ଉଡ଼ିଯାଆନ୍ତି। ଆରପଟ ଜଙ୍ଗଲରେ ଚିଣ୍ଟି କାଉକୁ ଗୋଟେ ବସାରେ 2ଟି ଅଣ୍ଡା ମିଳେ। ପିଣ୍ଟୁ, ମିଳିଗଲା। ଦେଖ, ଏଇ ବସାରେ 2ଟି ଅଣ୍ଡା ଅଛି। ଗୋଟିଏ ତୁମର ଆଉ ଗୋଟେ ମୋର। ଆରେ ଚିଣ୍ଟି, ଆମ ଭାଗ୍ୟ ତ ସତରେ ଭଲ। ଆମକୁ ଏକାଥରକେ 2ଟି ଅଣ୍ଡା ମିଳିଗଲା। ଆଜି ତ ପୁଣି ଅଣ୍ଡା ବାଟେଇ। ଆରେ ପିଙ୍କି ଭଉଣୀ, ତୁମେ ଏ ଜଙ୍ଗଲରେ? ତୁମେ ବା କହୁଥିଲ ତୁମେ ଅଣ୍ଡା ଦେଇଛ ବୋଲି। ତୁମ ଅଣ୍ଡାକୁ ପୁଣି କିଏ ଜଗିଛି? ତୁମେ କଣ ଜାଣିନ କି ଜଙ୍ଗଲ ବିଷୟରେ? ଏଠି ବା ଗୋଟେ ଅଣ୍ଡା ଚୋର ଅଛି ଯେ ସବୁ ଚଢ଼େଇଙ୍କ ଅଣ୍ଡା ଚୋରି କରି ନେଉଛି।
ଝୁମୁରି ଭଉଣୀ, ଆମର ଅଣ୍ଡା ପାଇଁ ଟିକେ ବି ଚିନ୍ତା ନଥାଏ, କାହିଁକି ନା ଆମେ ଆମ ଅଣ୍ଡାକୁ ଆମ ବସା ତଳେ ରଖିଦଉ। ବସା ଉପରେ ସାପ ଅଣ୍ଡାକୁ ଥୋଇଦଉ। ତା ମାନେ ଯିଏ ସେ ଅଣ୍ଡା ଖାଉଥିବ ସିଏ ତ ନିଶ୍ଚିତ ମରି ଯାଉଥିବ। ହଁ, ଆରଥର ଆମେ ଏମିତି କରିକି 2ଟି ଚିଲ ଆଉ ଗୋଟେ ଦୁଷ୍ଟ କାଉକୁ ମାରି ଦେଇଥିଲୁ। ମୁଁ ତ ଏ ଜଙ୍ଗଲକୁ ଦାନା ଖୋଜିବାକୁ ଆସିଥିଲି। ହଉ, ମୁଁ ଯାଉଛି ଝୁମୁରି ଭଉଣୀ। ଯେମିତି ପିଙ୍କି ଚଢ଼େଇ ଆସି ଉଡ଼ିକି ତା ବସା ପାଖରେ ପହଞ୍ଚେ, ସେ ଦେଖେ ତା ବସା ପାଖରେ 2ଟି କାଉ ମରିକି ପଡ଼ିଛନ୍ତି। ଆଉ ତା ବସାରେ ଥିବା ସେ ସାପ ଅଣ୍ଡା 2ଟି ମଧ୍ୟ ଫାଟିକି ସେଇଠି ପଡ଼ିଛି। ଦୁଷ୍ଟ କାଉ ମାନେ, ଆମ ଅଣ୍ଡାକୁ ଖାଇବା ଏତେ ସହଜ ନୁହଁ। ଆମ ଅଣ୍ଡା ଯିଏ ବି ଖାଇବ ସେ ନିଶ୍ଚିତ ମରିବ। ତୁମେ କରିଥିବା କର୍ମର ଫଳ ତୁମକୁ ଆଜି ମିଳିଯାଇଛି। ମିଟୁ ଶୁଆ ଜଲ୍ଦି ଉଡ଼ି ଉଡ଼ି ଟିକି ଚଢ଼େଇ ପାଖକୁ ଚାଲି ଆସେ। ଟିକି, ସେ କିଏ ଥିଲେ ଜାଣିଛୁ? ସିଏ ଥିଲେ ଚିଣ୍ଟୁ ଆଉ ପିଣ୍ଟୁ, ଯିଏ ଆମ ମାନଙ୍କର ଅଣ୍ଡା ସବୁ ଖାଇ ଦଉଥିଲେ। ମିଟୁ ଭାଇ, ତୁମେ ହିଁ କଣ କହୁଛ? ହଁ ଟିକି, ସେମାନେ ଆରପଟ ଜଙ୍ଗଲରେ କିଛି ବିଷାକ୍ତ ଅଣ୍ଡା ଖାଇ ମରିକି ପଡ଼ିଛନ୍ତି। ମୁଁ ଏକଥା ଶୁଣିକି ଆସିଲି, ଆଉ ଯାଇଥିଲି ବି ସେଠି, ନିଜ ଆଖିରେ ଦେଖିକି ବି ଆସିଛି। ସେମାନେ ଆମ ସହିତ ରହି କେମିତି ବିଶ୍ୱାସଘାତକତା କରୁଥିଲେ। ଏ କଥା ଶୁଣି ଟିକି ଚଢ଼େଇ ଭାରି ଆଶ୍ଚର୍ଯ୍ୟ ହୋଇଯାଏ। ଦୁଷ୍ଟ କାଉ 2 ଜଣ ସେମାନେ କରିଥିବା କୁକର୍ମର ଫଳ ପାଆନ୍ତି। ବବ୍ଲୁ ପାରା ପିଣ୍ଟୁ କାଉ ସହ କୋଉ ଫଳ ଆଣିବାକୁ ଯାଇଥିଲା? ଅପସନ୍ ଏ ଆମ୍ବ, ଅପସନ୍ ବି ସେଓ, ଅପସନ୍ ସି ଚେରି, ଅପସନ୍ ଡି ପିଜୁଳି। କ୍ୱେଶ୍ଚିନ୍ର ଆନ୍ସର୍ଟି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଥ୍ୟାଙ୍କ ୟୁ।